ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଖନ୍ତୁ 60 ଲକ୍ଷ ମହିଳା ଆବେଦନ କରିଥିଲେ। ତାଙ୍କ ଭିତରୁ 25 ଲକ୍ଷ 11 ଜଣ ମହିଳାକୁ ମିଳିଛି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି 5,000 ଟଙ୍କା। ଏଇ ଟାଇପର 1,225 କୋଟି ଟଙ୍କା ଆକାଉଣ୍ଟକୁ ପଠାଇଛନ୍ତି ମୋଦି ସରକାର। ପ୍ରତି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି 4,999 ଟଙ୍କା। ପୂର୍ବରୁ 1 ଟଙ୍କା ଆସିଥିଲା, ଏବେ 4,999, 5,000 ଟଙ୍କା ଆସିଛି। ତ କଥା ରହିଲା, ଯେଉଁମାନଙ୍କର ଆକାଉଣ୍ଟକୁ ଆସିନି ଏପର୍ଯ୍ୟନ୍ତ, ତାଙ୍କ ଆକାଉଣ୍ଟକୁ 1 ଟଙ୍କା ଆସିଥିଲା ଏପର୍ଯ୍ୟନ୍ତ ବି ଆସିନି, ଆପଣମାନେ ଆଉ 2 ଦିନ ଅପେକ୍ଷା କରନ୍ତୁ। 2 ଦିନ ଭିତରେ ଆପଣଙ୍କର ଆକାଉଣ୍ଟକୁ କ୍ରେଡିଟ୍ ହୋଇଯିବ। ଦରକାର ପଡ଼ିଲେ ଆଜି ରାତିରେ ହୋଇପାରେ ବି, କାଲି ହୋଇପାରେ। କିନ୍ତୁ ବାକି ରହିଲା ଆପଣଙ୍କର ଆଉ ଯୋଉ 25 ଲକ୍ଷ ଦେଇଛି, ଆଉ 25ରୁ 25ରୁ 30 ଲକ୍ଷ ପାଖାପାଖି ଲୋକଙ୍କର ମିଳିନି, ଆକାଉଣ୍ଟକୁ ଯାଇନି। ଯାହାଫଳରେ ସେମାନେ ବହୁତ ବ୍ୟସ୍ତ ହେଉଛନ୍ତି। କିନ୍ତୁ ଆପଣଙ୍କୁ ଧ୍ୟାନର ସହିତ, ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡିବ ଯେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। ପ୍ରଥମେ ହେଲା ଯେଉଁମାନେ ପେଣ୍ଡିଂ ଥିଲା ତାଙ୍କ ଆକାଉଣ୍ଟକୁ ସକ୍ସେସଫୁଲ ହେଇଗଲା। ଆପଣମାନେ ଦେଖିଥିବେ, ଆପଣମାନଙ୍କ ଭିତରୁ ମଧ୍ୟ କିଛି ଲୋକଙ୍କର ଆକାଉଣ୍ଟରେ ପେଣ୍ଡିଂ ଥିଲା, ଆପଣ ଟଙ୍କାଟେ ଜଣଙ୍କର ଆକାଉଣ୍ଟ ଆସିନଥିଲା, ତଥାପି ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ତ ସେଇ ଟାଇପର ଆହୁରି ଯୋଉ 25 ଲକ୍ଷ ଲୋକ ଅଛନ୍ତି ତାଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ଯିବ, ସରକାର କହିଛନ୍ତି। ତେଣୁ ଇଏ ଯୋଉ ମହିଳାଙ୍କୁ ଯୋଉ ଷ୍ଟେଜ ଉପରୁ ଡକା ଯାଇକି ଯୋଉ 50,000 ଟଙ୍କା ଯୋଉ ରାଶି ଦିଆହେଲା, ମାନେ ପ୍ରତି 6 ମାସକୁ ଥରେ ଯୋଉ 5,000 ଟଙ୍କା ଦିଆଯିବ, ମାନେ କୁହାଯାଉଛି ଗୋଟେ ରାକ୍ଷୀ ପୂର୍ଣ୍ଣିମାରେ, ଗୋଟେ ମହିଳା ଦିବସରେ। ତ ସେଇ ଟାଇପର ଏମାନଙ୍କୁ ଆଗୁଆ ଇନଫର୍ମେସନ କରାଯାଇଥିଲା ଯେ ଏମାନେ ସବୁ ପାଇବେ ବୋଲିକି। ବାସ୍ ବାକି ରହିଲା 25 ଲକ୍ଷ ହିତାଧିକାରୀଙ୍କୁ ଯାଇଛି, ବହୁତ ଭଲ କଥା। ଆଉ ବାକି ଯୋଉମାନେ ଅଛନ୍ତି ସେମାନେ ନିଜେ ଯାଇ ଚେକ୍ କରିଦିଅନ୍ତୁ ନିଜ ବ୍ୟାଙ୍କ ଆକାଉଣ୍ଟରେ, ଯଦି କିଛି ପ୍ରୋବ୍ଲେମ ଅଛି ହୁଏତ ଆସିନପାରେ, ନହେଲେ ବ୍ୟାଙ୍କରେ ଯଦି କେୱାଇସି ଅପଡେଟ୍ ନଥିବ ସେଇଟା ଆସିନପାରେ। କିନ୍ତୁ ଏଇ ଟାଇପର କିଛି ପ୍ରୋବ୍ଲେମ ଥିବ। ଯଦି ବି କିଛି ପ୍ରୋବ୍ଲେମ ନାହିଁ, ଆପଣ ୱେଟ୍ କରନ୍ତୁ, 24 ଆୱାର ଭିତରେ ଆପଣଙ୍କର ଆକାଉଣ୍ଟକୁ ଟଙ୍କା ଆସିଯିବ। ତାପରେ ଆଉ ଗୋଟେ ବାକି ରହିଲା, ଯୋଉମାନେ ନୂଆ ଆବେଦନ କରିବେ କଣ କରିବେ, ଯୋଉମାନେ ଆବେଦନ କରିନାହାନ୍ତି। ଦେଖନ୍ତୁ, କାଲି ଗୋଟେ ଦିନ ଆପଣ ଆବେଦନ କରନ୍ତୁ। ଆବେଦନ କରିଲା ପରେ ପୁଣି ଆଉ ଗୋଟେ ଡେଟ୍ ସ୍ଥିର ହବ। ସେଇ ଡେଟ୍ରେ ମୋଦି ସରକାର ବା ଆମ ମୁଖ୍ୟମନ୍ତ୍ରୀ ଆଉ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଟଙ୍କା ପଠାଇବେ। ତ ସେଥିପର୍ଯ୍ୟନ୍ତ ୱେଟ୍ କରିବାକୁ ଆମକୁ ପଡିବ। କିନ୍ତୁ କୌଣସି ମହିଳା ଏମିତି ନାହାନ୍ତି ଯେ ସମସ୍ତେ ମାନେ ପାଇବେନି, ସବୁ ମହିଳା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହୁଛନ୍ତି। ତେଣୁ ସବୁ ହିତାଧିକାରୀଙ୍କୁ ଦେବା ପାଇଁ ପ୍ରୟାସ କରୁଛନ୍ତି। ଏଇଟା 5,000 କଥା ନୁହେଁ, 50,000 କଥା। ଥରେ ଆପଣ ପାଇଲେ ମାନେ 5 ବର୍ଷ ଯାକ ପାଇବେ। ତ ଏ ଧ୍ୟାନ ରଖନ୍ତୁ, ଆପଣ 17 ତାରିଖ ପରେ ଯାଇକି ଆପ୍ଲାଏ କରିପାରିବେ। କିଛି ଅସୁବିଧା ନାହିଁ, କୌଣସି ଅସୁବିଧା ନାହିଁ। ଭାବିଚିନ୍ତି ଯାଆନ୍ତୁ, ନିଜ ଡକୁମେଣ୍ଟ ରେଡି କରନ୍ତୁ, ସବୁ ଠିକ ଠାକ କରନ୍ତୁ, ଆପଣ ଟଙ୍କା ମଧ୍ୟ ପାଇବେ। ତେଣୁ ଇଏ ଥିଲା ଗୋଟେ ଛୋଟିଆ ଇନଫର୍ମେସନଟେ। ଆପଣଙ୍କୁ ଯଦି କିଛି ଡାଉଟ ଲାଗୁଛି, ନିଶ୍ଚିତ ଜନସେବା କେନ୍ଦ୍ରକୁ ଯାଇ ଆପଣ ସବୁ କିଛି ପଚାରି ପାରିବେ। କିଛି ଅସୁବିଧା ନାହିଁ।